ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବିଶ୍ୱନିୟନ୍ତା। ଭାଇ ଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଛନ୍ତି ନୀଳାଦ୍ରିନାଥ। ଦାରୁ ଦେବତାଙ୍କ ସ୍ପର୍ଶରେ ରଥ ପଥ ହୋଇଛି ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହୋଇଛି ଅପୂର୍ବ ମିଳନ। ଦାରୁଦିଅଙ୍କ ଦିବ୍ୟ ଦର୍ଶନ ପାଇ ଭାବରେ ହଜିଛନ୍ତି ହଜାର ହଜାର ଭକ୍ତ। ଗତକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଘୋଷଯାତ୍ରା ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନସ୍ଥ ତାଳପୁରୁଣିଆ, ଗୋପାଳପୁର, ପଣ୍ଡାଶୁଣୀ, କଲ୍ୟାଣୀ, ଦୋଳପୁର, ଚକ, ଜଗନ୍ନାଥପୁର, ନୂଆପୁର, ଜଗନ୍ନାଥପୁର ଆଦି ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତନ୍ମଧ୍ୟରୁ ତାଳପୁରୁଣିଆ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ସର୍ବପୁରାତନ ଏବଂ ପ୍ରସିଦ୍ଧ। ଏହା ପାଖାପାଖି 200 ବର୍ଷରୁ ଉର୍ଦ୍ଧ୍ୱ ବୋଲି ଅନୁମାନ କରାଯାଏ। ଏଠାରେ ରଥଯାତ୍ରା ନିମନ୍ତେ ସ୍ୱତନ୍ତ୍ର ରଥ ପଡ଼ିଆ ରହିଛି। ଏଠିକାର ବିଶେଷତ୍ୱ ହେଉଛି ପୁରୀର ରୀତିନୀତି ଅନୁସାରେ ସମସ୍ତ ନୀତିକ୍ରାନ୍ତି କରାଯାଇଥାଏ। 20 ବର୍ଷ ହେଲା 4-5 ବର୍ଷ ହେଲା ଦେଖୁଛି। ଜଗନ୍ନାଥ ଆମକୁ ବଞ୍ଚେଇଛନ୍ତି, ଆମେ ବଞ୍ଚି ପାରିବା ନାହିଁ। ଦୁନିଆରେ ତ ସେଇ ବଡ଼, ସେ ତ ଆମକୁ ଚଳେଇଛନ୍ତି, ବଞ୍ଚେଇଛନ୍ତି। ଜୟ ଜଗନ୍ନାଥ ସ୍ୱାମୀ। ରଥ ଆକ୍ଚୁଆଲି ଆମ ମାନଙ୍କର ଆତ୍ମା ହେଲେ ଜଗନ୍ନାଥ। ଆମେ ଜଗନ୍ନାଥ ସଂସ୍କୃତିର ଲୋକ। ଆମର ବଡ଼ ଠାକୁର ହେଲେ ଜଗନ୍ନାଥ ଏବଂ ତାଙ୍କରି ପାଇଁ ଆମେ ବଞ୍ଚିଛେ। ସେ ହେଲା ଆମ ଆରାଧ୍ୟ ଦେବତା, ଜଗତ କୋଟିର ଠାକୁର। ତେଣୁ ଆମେ ତାଙ୍କ କତିରେ ପ୍ରଣାମ କରୁଛେ ଏବଂ ସେ ଆମ ଜୀବନର ସବୁ କିଛି। ଜୟ ଜଗନ୍ନାଥ। ବହୁତ ଖୁସି ଲାଗୁଛି ଠାକୁରଙ୍କୁ ଛାଡ଼ିକି ଯିବା ପାଇଁ ବି ଇଚ୍ଛା ହଉନି। ଯେମାନେ ଆମର ରଥରେ ପ୍ରଥମ ଥର ପାଇଁ ଆମ ମିଶନ ଶକ୍ତିକୁ ଆଡ୍ କରିଥିବାରୁ, ଆମକୁ ସେତିକି ଦାୟିତ୍ୱ ଦେଇଥିବାରୁ କାମ କରିବାରୁ ଆମେ ବି ନିଜକୁ ବହୁତ ଦାୟିତ୍ୱ ଦିଆଯାଇଛି। ଆମର ରଙ୍ଗୋଲି ତାପରେ ଯେଉଁ ଠାକୁର ଦର୍ଶନ କରିବା ସବୁ ଲାଗିଛୁ, ତ ସେଥିପାଇଁ ଆମେ ନିଜକୁ ଧନ୍ୟ ମନେ କରୁଛୁ ଯେ ଠାକୁରଙ୍କ ସେବାରେ ଆମେ ନିଜେ ଆୟୋଜିତ ହେଇପାରୁଛୁ। ମିଶନ ଶକ୍ତିକୁ ସେତିକି ସୁଯୋଗ ମିଳିଥିବାରୁ ଆମେ ବହୁତ ଗର୍ବିତ। ମୋ ନାଁ ଜଗନ୍ନାଥ ପଣ୍ଡା। ମୁଁ ତାଳପୁରୁଣିଆ ଗ୍ରାମର ଜଣେ ଭକ୍ତ ପ୍ରଭୁଙ୍କର। ମୁଁ ତ ଦେଖି ଆସୁଛି ପ୍ରଭୁଙ୍କର ଛୁଆଟି ପାଖରୁ ରଥଯାତ୍ରା। ଆଉ ସମସ୍ତ ଭକ୍ତକୁ ଅନୁରୋଧ, ସମସ୍ତେ ଆସନ୍ତୁ, ଦର୍ଶନୀୟ ସ୍ଥାନକୁ ଭକ୍ତ ଭାବେ ଅନୁଭବ କରନ୍ତୁ। ଭାସ୍କର ସାହୁ, କୋକାକୋଲା କମ୍ପାନୀରୁ ଆସୁଛୁ। ଏଇଟା ପାଣି ଦାନ, ଜଳଜିରା ପାଣି ଦାନ କରାହେଉଛି। ବର୍ତ୍ତମାନ ସାଦା ପାଣି ବି ଦିଆହେଉଛି, ଜଳଜିରା ପାଣି ଦିଆହେଉଛି। ନା ପ୍ରତ୍ୟେକ ବର୍ଷ ଦିଆହେଉଛି। 6 ବର୍ଷ ହେଇଗଲାଣି ଦିଆହେଉଛି। ଯାତ୍ରୀ 10,000 ଉପରେ ଆସୁଛନ୍ତି ଏଠି। ଶ୍ୟାମସୁନ୍ଦର ଭୋଇ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତାଳପୁରୁଣିଆର ଜଣେ ସେବାୟତ। ଏ ତାଳପୁରୁଣିଆର ଏଇ ଯେଉଁ ରଥ ବହୁ ପ୍ରାଚୀନ, ଆପାତତଃ 180 ବର୍ଷର ପୁରୁଣା। ଆଜି ଆଗରୁ ଗୋଟିଏ ଲେଖା ରଥ ହେଉଥିଲା, ଏବେ 25 ବର୍ଷ ଧରି 3-3ଟି ରଥର କାର୍ଯ୍ୟକ୍ରମ କରାଯାଇଛି। ଏହି ରଥ କାର୍ଯ୍ୟକ୍ରମ ପାଇଁ ଆମର 140 ଜଣ ସେବାୟତ ମାନେ ନିଯୁକ୍ତି ହୋଇଛନ୍ତି। ସେମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ସେବା ଯୋଗାଇ ଆସୁଛନ୍ତି ପ୍ରଭୁଙ୍କର। ଏହି କାର୍ଯ୍ୟକ୍ରମ କରିବା ପୂର୍ବରୁ ଆମେ ସର୍ବପ୍ରଥମେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଆରମ୍ଭ କରିଥିଲୁ, ଯେଉଁଥିରେ କି ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ଏବଂ ହସ୍ପିଟାଲ ଅଧିକାରୀ ସମସ୍ତେ ସହଯୋଗ କରିଥିଲେ ଏବଂ ଆସି ସେମାନଙ୍କର ମତାମତ ଦେଇଥିଲେ। ଥାନା ଅଧିକାରୀମାନେ ଆମକୁ ସମ୍ପୂର୍ଣ୍ଣ ରୂପେ ଆଜି ସେବା ଯୋଗାଇଛନ୍ତି। ସୁରକ୍ଷା ବାବଦରେ 20-25 ଜଣ ପୋଲିସ ଭାଇମାନେ ଆସି ଆମକୁ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛୁ ଯେ ଆଜି ଏତେ ସୁନ୍ଦର ଭାବରେ ବା ଶୃଙ୍ଖଳା ଭାବରେ ଏ ରଥ କାର୍ଯ୍ୟ ପରିଚାଳନା ହେଉଛି। 15,000ରୁ ଉର୍ଦ୍ଧ୍ୱ ଦର୍ଶକ ଏ ରଥ ପଡ଼ିଆରେ ଅଛନ୍ତି ଏବଂ ଥିଲେ ମଧ୍ୟ। ଆଜକୁ ଯେଉଁ ଶୃଙ୍ଖଳା ଭାବରେ 3ଟି ଯାକ ରଥ ଆସିଛି, ସେଥିପାଇଁ ଆମେ ସମସ୍ତେ ଆନନ୍ଦିତ। ଏଥିପାଇଁ ଭକ୍ତବୃନ୍ଦମାନଙ୍କର ସହଯୋଗ, ସାହାଯ୍ୟ, ସଦିଚ୍ଛା ଆମେ ପାଇଛୁ। ତାଳପୁରୁଣିଆ ଏଭଳି ଏକ ଗୋଟେ ଗାଁ ଯେଉଁଥିରେ କି ରଥ ନାମରେ ତା'ର ପଡ଼ିଆ ଅଛି, ଯେଉଁଠି ଅନ୍ୟ କୌଣସି ଜାଗାରେ ନାହିଁ। ତାଳପୁରୁଣିଆ ରଥ ପଡ଼ିଆ। ଆଜି ବାଲେଶ୍ୱର ଜିଲ୍ଲା ଭିତରେ ମଧ୍ୟ କୌଣସି ଆଡ଼େ ମାଉସୀ ମା ମନ୍ଦିର ନାହାନ୍ତି। ଆମେ ଆଜି ସେ ପଦକ୍ଷେପ ନେଇ ମାଉସୀ ମା ମନ୍ଦିର 1 କୋଟି ଟଙ୍କାର ବଜେଟ୍ ବାନ୍ଧି କାର୍ଯ୍ୟକ୍ରମ ଆଗେଇ ଚାଲିଛୁ, ତାହା କେବଳ ଭକ୍ତମାନଙ୍କର ସହାୟତାରେ। ଏହା ପରଠାରୁ 9 ଦିନ ବ୍ୟାପୀ ମାଉସୀ ମା ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରବଚନ, ଭଜନ ସନ୍ଧ୍ୟା ଏବଂ ସକାଳ ଆଳତୀ ଠାରୁ ସନ୍ଧ୍ୟା ଆଳତୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ତେଣୁ ଭକ୍ତବୃନ୍ଦମାନଙ୍କୁ ନିବେଦନ କରାଯାଇଛି, ବିଶେଷ କରି এই যে হইজা ব্যাপিছি তার হইজা সতর্কতা মধ্যে অবলম্বন করা যাইছি। আজ মেডিকাল টিম আম পাখে অনেক সেমানে আমি স্বাস্থ্য সেবা যোগাই দিয়েছেন। জল সেবা দান করা যাচ্ছে, জল সেবা যোগাই দিয়া যাচ্ছে।
मीडिया बंधु मैंने आसी आमको बहु प्रेरणा देइछंती ए अंचलर जनसाधारण आमको सहयोग करितिबारु आमे समस्त को धन्यवाद करूछु। निवासाय नित्याय परमात्मने बलभद्र सुभद्रा व्यंशी जगन्नाथाय ते नमः। आज आमर जो से तालाकुरुणा ग्रामर नंदी घोष ये जो घोष यात्रा गुंडीचा यात्रा जहाँकि आमर बहु भक्त समागम रे संपूर्ण होइछि एवं ये रथ यात्रा आज नुहे आम जन्मरू शुणुचु पाखापाखि आम जानूँ आमर जो ठाकुर देवावन एवं जगन्नाथ से प्रायतः 200 वर्षर पूर्व तेणु समस्त भक्तर गाँव एकता रही समस्त जो भक्त मैंने दूर रोचन से भी सहयोग कर तन मन धन 3 प्रकार सहयोग रही से सहयोग घोष यात्रा बहुत भल भाव हो सारी आमर आगुरी जो बड़ प्रोजेक्ट गोटे चलती गुंडीचा मंदिर निर्माण से बर्तमान बड़ प्रोजेक्ट अच्छे जहाँ कि बालेश्वर जिलार कौन सी जगार गुंडीचा मंदिर ना तेणु आम समस्त को प्रार्थना करूँ समस्त भक्त को आम अनुरोध करूँ से माने ये जो गुंडीचा मंदिर निर्माण में सहयोग करूँ एवं भगवान श्री जगन्नाथ जो से गुंडीचा मंदिर से टेम्पोरारी मंदिर बसबेनि मंदिर को सेमाने जमती जाकि बसबे तेणु जगन्नाथ निज घर पर आम समस्ते लगी चलचु से चाहिए कौन भी न हो पार तेणु आम समस्त को प्रार्थना करूँ आज घोष यात्रार जो आमर काली पाखु बाहुड़ा पर्यंत प्रत्येक दिन संध्या आमर मंगल आरती नीति आरंभ हो संध्या आरती सर भागवत कथा पर सांस्कृतिक कार्यक्रम प्रत्येक दिन रही प्रवचन रही नृत्य रही संगीत रही मेलोडी रही भेलुडी समस्त प्रकार रखाई एवं गाँव बाहर पे आसुँच प्रदर्शन करेंगे तेणु ये कार्यक्रम में समस्त सहयोग करेंगे समस्त निमंत्रण कर जय जगन्नाथ जय जगन्नाथ जय। चलित वर्षर ଏହି ଘୋଷଯାତ୍ରାରେ ମନ୍ଦିର ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ହଇଜା ସତର୍କତା ଜାରି କରାଯିବା ସହିତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପ୍ରାଥମିକ ଚିକିତ୍ସା ନିମନ୍ତେ ଚିକିତ୍ସା ଅଧିକାରୀଙ୍କର ବ୍ୟବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋପାଳପୁର ଥାନା ତରଫରୁ ପୋଲିସ ମୁତୟନ କରାଯାଇଥିଲା। ସର୍ବପୁରାତନ ଓ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ତାଳକୁରୁଣିଆ ରଥ ପଡ଼ିଆରେ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହୋଇଥିଲା। ମନ୍ଦିର ପରିଚାଳନା କମିଟି ଅନୁଯାୟୀ ତାଳକୁରୁଣିଆ ମିଶନ ଶକ୍ତିର ମହିଳାମାନେ ବଡ଼ଦାଣ୍ଡକୁ ବିଭିନ୍ନ ରଙ୍ଗର ରଙ୍ଗୋଲି ଦ୍ୱାରା ସୁନ୍ଦର ଭାବରେ ସଜାଇଛନ୍ତି। ବଂଶାନୁକ୍ରମିକ ମହାପ୍ରଭୁଙ୍କ ସେବା କରୁଥିବା ସେବାୟତମାନେ ବିଭିନ୍ନ ସେବାରେ ନିୟୋଜିତ ହୋଇଛନ୍ତି। ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ମହାପ୍ରଭୁଙ୍କ ଟାହିଆ ଅତି ସୁନ୍ଦର ଭାବରେ ସଜାଇଥିଲେ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପ୍ରତିନିଧି ତିଳକ କୁମାର ବେହେରା, ଟାଇମ୍ସ ଅଫ୍ କଳିଙ୍ଗ।